जय जगन्नाथ। समस्त को शुभ सकाळ। और समस्त ओडिशार समस्त जगन्नाथ प्रेमी, जगन्नाथ संस्कृतिर श्रद्धालु, भगवत प्रेमी तथा समस्त शुभाकांक्षी यूट्यूब बंधु मानक शुभेच्छा। आज गोटे भिन्न प्रसंग, प्रभुଙ୍କ नाम उपरे आधारित एक रोमांचकर प्रसंग को आलोचना रे आनिया। आज तो माँ को प्रांगण रे जहाँ प्रातः समय रे राति पाहिबा को अल्प समय अच्छी। ये होची बकुल बौल वृक्ष एवं एपटे अच्छी चंपा वृक्ष। आउ ये बहुत पूरा प्राचीन पुरातन कोचिला आकुल वृक्ष, गोटे अशोक वृक्ष मध्य अच्छी। इठे माँ टे दर्शन हो जाऊ, तापर आलोचना करिया। अच्छा, प्रसंगटी है कौन? समाज रे आमे समस्त को संतुष्ट करि परिबा नहीं एवं अन्य मानक संतुष्ट करने को जाई मनीष बेले बेले निजर क्षति करे थे। तो अन्य मानक खुशी रे आमे खुशी हेबा स्वाभाविक, किंतु अन्य मानक खुशी करने को जाई निजे दुखित हवा एवं निजर खुशी कोठी अछि ताकू आमे अनुध्यान करिया। प्रसंगटी हेउछि गोटे ग्राम रे साधारण लोक रहुतले। तांकर गोटे गध थिला। सी ताकू हाटरे बिक्री करिया पई बाहरले। तांको सहित तांको पुओ मध्य गला। दी जण माने गधटा से तो हुष्टपुष्ट नुहे। से दी जण जाक जड़े ता पघा धरला आ जड़े पछरू अड़े अड़े चलला। यही प्रातः समय सकाल समय से सकालू सल सल बाहरी गले ना हाट को। सेते बेले आमर साधारणतः विभिन्न प्रकार हाट थाए। जीवजंतु प्राणी मध्य बिक्री करिवार हाट थिला। वर्तमान से हाट नहीं अवश्य। हाट कहले कौन, सेते बेले कृषि उपकरण जिनस मध्य मिलुथिला। बलद बिक्री करिवा, चाषी माने किंबा पालन करिवा अर्थरे से माने किणा बिका करथिले। जानवाहन इत्यादि करिवा उद्देश्य रे। तो से गध मध्य से गोटे गधटी नेकी गले बिक्री करिया पई। नेकी जीवा बाटरे तो जड़े पघा धरछि आ जड़े अड़े अड़े जाउछि। बाटरे प्रथमे ताऊ किसी स्त्री लोक देखिले। सब गाधौले, नई तुठरे गाधौले। देखिले से देखी कहले
ସ୍ତ୍ରୀ ଲୋକମାନଙ୍କ ଭିତରେ ମାଆ ମାନେ ସବୁ ବିଭିନ୍ନ ପ୍ରକାର କଥାବାର୍ତ୍ତା ହୁଅନ୍ତି। ଆମ ନନ୍ଦକିଶୋର ବଳ ବଢ଼ିଆ ଭାବରେ ଆଲୋଚନା ଲେଖିଛନ୍ତି ତାଙ୍କର କାବ୍ୟମାନଙ୍କରେ। ଗୋଟେ ପଲ୍ଲୀ ଜୀବନର ମାନେ ଯେତେ ସବୁ ଘଟଣାବଳୀ ରହିଛି ତାକୁ ସିଏ ଆଲୋଚନା କରିଛନ୍ତି। ତେଣୁ ସେଇଭଳି ଗୋଟିଏ ପ୍ରସଙ୍ଗ ହେଉଛି କ'ଣ ନା, କିଛି ମାଆ ହେଟେ ଥିଲେ ସବୁ ସ୍ନାନ କରୁଥିଲେ। ସେ ୟାଙ୍କୁ ଦେଖିକି ସେ କହିଲେ, ତାଙ୍କ ଭିତରେ ସବୁ କଥାଭାଷା ହେଲେ, କହିଲେ ଆଉ କେଡ଼େ ମୂର୍ଖ କିରେ ଦୁଇଟା ଯାକ, ଏତେ ବଢ଼ିଆ ଗୋଟେ ଗଧ ଥାଉଁ ଥାଉଁକା ଇଏ ଦୁଇ ଜଣ ଯାକ ଚାଲି ଚାଲି ଯାଉଛନ୍ତି। ତାଙ୍କ କାନକୁ ସେ କଥାଟା ଆସିଲା। କିଛି ବାଟ ଗଲା ପରେ ମାନେ ବାପ ପୁଅ ଯାଉଛନ୍ତି, ବାପ ହେଠୁ ଚିନ୍ତା କଲା ନା ନାଇଁ ପ୍ରକୃତରେ ଗୋଟେ ଗଧ ଥାଉଁ ଥାଉଁକା ଆମେ ଦୁଇ ଜଣ ଯାକ ଚାଲି ଚାଲି ଯାଉଛେ। ବାପା କ'ଣ କଲା, ପୁଅକୁ ସେ ଗଧ ଉପରେ ବସେଇ ଦେଲା। ବାପା ଚାଲି ଚାଲିଗଲା। କିଛି ବାଟ ଗଲା ପରେ ସକାଳ ସମୟ ତ ଗୋଟେ ଛକ ପଇଲା। ଛକ ଜାଗାରେ କିଛି ବୟସ୍କ ଲୋକ, ବୃଦ୍ଧ ଲୋକ, ବୟସ୍କ ଲୋକ ସବୁ ଚା ପିଉଛନ୍ତି। ୟାଙ୍କୁ ଦେଖିଲେ। ୟାଙ୍କୁ ଦେଖିଲା ପରେ ସେ କହିଲେ, ପୁଅ, ତାଙ୍କ ପୁଅ ଯିଏ ସେ ଟିକେ କୈଶୋର ଅବସ୍ଥାକୁ ଆସିଛି। ତେଣୁ ଏମାନେ କହିଲେ, ଆରେ ଗୋଟେ ଏ ପିଲାଟା କେଡ଼େ ସ୍ୱାର୍ଥପର ପିଲାଟା କିରେ, ତା ବାପାଟାକୁ ଚଲେଇ ଚଲେଇ ନେଉଛି, ପୁଅଟା ନିଜେ ବସିଛି ଗଧ ଉପରେ, ସିଏ ସିନା ଚାଲି ଚାଲି ଯାଆନ୍ତା ତା ବାପାକୁ ଗଧ ଉପରେ ବସାନ୍ତା। ଇଏ ତାଙ୍କୁ କିଛି ଉତ୍ତର ଦେଲେନି। କିନ୍ତୁ କିଛି ବାଟ ଗଲା ପରେ ପୁଅକୁ ଖରାପ ଲାଗିଲା। ସେ କହିଲା, ବାପା ଆଉ ତମେ ଗଧ ଉପରେ ବସ, ମୁଁ ଚାଲି ଚାଲି ଯିବି। ସେ ଚାଲି ଚାଲିଗଲା। ତାପରେ ଆଉ କିଛି ବାଟ ଗଲା ପରେ କିଛି ପିଲା ଖେଳୁଥିଲେ। ସକାଳୁ ଉଠିକି କେତେକ ପିଲା ଖେଳନ୍ତି, କେତେକ ପିଲା ପାଠ ପଢ଼ନ୍ତି। ତ କିଛି ପିଲା, ଗାଁ ଗହଳି କଥା ତ ପୁରାତନ କଥା। ତେଣୁ କିଛି ପିଲା ଦେଖିଲେ ଯେତେବେଳେ ସେ କହିଲେ, ଆଉ ଏଇ ତା ବାପାଟା କେଡ଼େ ସ୍ୱାର୍ଥପର କିରେ, ଏତେ ସୁସ୍ଥ ସବଳ ଗୋଟେ ଗଧ ଥାଉଁ ଥାଉଁ ନିଜେ ବସିକି ଯାଉଛି, ଅଥଚ ପୁଅଟାକୁ ଚଲେଇ ଚଲେଇ ନେଉଛି। ସେ କ'ଣ ଚାହିଁଲେ ଦୁଇ ଜଣ ଯାକ ବସିକି ଯାଇପାରନ୍ତେନି? ତାପରେ ବାପା ହେଠୁ ଚିନ୍ତା କରିଛି, ନାଇଁ ପ୍ରକୃତରେ ଆରେ ଗଧ ଉପରେ ତ ଆମେ ଦୁଇ ଜଣ ଯାକ ବସିକି ଯାଇପାରିବୁ, କାହିଁକି ଜଣେ ଚାଲିକି ଯିବ। ତେଣୁ କିଛି ବାଟ ଗଲା ପରେ ସେଠୁ ଦୁଇ ଜଣ ଯାକ ବସିକି ଗଲେ। ଗଲାବେଳକୁ କ'ଣ ହେଇଛି, ପୁଣି କିଛି ବୁଦ୍ଧିଜୀବୀ ଲୋକମାନେ ଦେଖିଲେ। ସେମାନେ ଦେଖିକି କହିଲେ, କେଡ଼େ ନିର୍ଦ୍ଦୟୀ ଲୋକ ଗୁଡ଼ାକ, ଗୋଟେ ଛୋଟ ଗଧ ଉପରେ ଇଏ ଦୁଇ ଜଣ ଯାକ, ବାପ ପୁଅ ଦୁଇ ଜଣ ଯାକ ବସିକି ଯାଉଛନ୍ତି। ଆରେ ତାର ତ ପୁଣି ଗୋଟେ ଜୀବନ ଅଛି। ସେ ଗଧ ହେଲେ ବି ତାର ଗୋଟେ ଜୀବନ ଅଛି ନା ନାହିଁ। ଏମିତି ତ ଗଲେ ସେ ଆଉ କିଛି ବାଟ ଗଲା ପରେ ଗଧଟି ମରିଯିବ। ବାପ ପୁଅ ଦୁଇ ଜଣ ଯାକ ଶୁଣିଲେ ଏ କଥା। ତେଣୁକରି ସେ ସେଠୁ ଚିନ୍ତା କଲେ, କହିଲେ ପ୍ରକୃତରେ ଗଧଟା ଏତେ ଦୁର୍ବଳ ଗଧ। ନାଇଁ ନାଇଁ, ପ୍ରକୃତରେ ଅନ୍ୟାୟ ହେଉଛି, ଆମେ ଦୁଇ ଜଣ ଯାକ ତା ଉପରେ ବସିକି ଯିବାନି। ତେଣୁ ସେ କ'ଣ କଲେ, ଦୁଇ ଜଣ ଯାକ ଓହ୍ଲେଇକି ଗଧକୁ କାନ୍ଧେଇକି ଧରିକି ଯିବା ପାଇଁ ବ୍ୟବସ୍ଥା କଲେ। ତେଣୁ ଗଧ କେଉଁଠି ସ୍ଥିର ହୋଇକି ରହିପାରିବ। ତେଣୁ ଇଏ ତା ଗୋଡ଼ ହାତ ବାନ୍ଧି ଦେଇକି ତାକୁ କାନ୍ଧେଇକି ନେଇକି ଗଲେ। ଆଜିକା ଡେଟ୍ରେ ବା ବର୍ତ୍ତମାନର ଯେମିତି ସବୁ ନଈମାନଙ୍କରେ ସବୁ ବ୍ରିଜ୍ ହେଇଯାଉଛି, ରାସ୍ତାଘାଟ ପୁରା ଭଲରେ ତିଆରି ହେଇଛି, ନିର୍ମାଣ କରାଯାଉଛି, ବ୍ରିଜ୍ ଫ୍ରିଜ୍ ହେଇଛି ସବୁ ନଈମାନଙ୍କରେ। ସେତେବେଳେ ସେମିତି ନଥିଲା। ହୁଏତ ଗୋଟେ ପୋଲ କରିକି କାଠର ନଈ ପାର ହେବାକୁ ପଡ଼େ, କିମ୍ବା ନଈ ପାଣି ଭିତରେ ପଶିକି ଯିବାକୁ ପଡ଼େ କେତେକ କ୍ଷେତ୍ରରେ। ଠିକ୍ ନଈ ମଝିରେ ହେଇଛନ୍ତି ଗୋଟେ କାଠ ବା ଝୁଲା ବ୍ରିଜ୍ ଟାଇପ୍ର କରାହେଇଛି, ସେଥିରେ ସେ ଯାଉଛନ୍ତି। ଇଏ ଗଧ କ'ଣ ହେଲା, ଛାଟି ପିଟି ହେଇ ଗୋଟାଏ କୁଦା ମାରିଲା।
କୁଦା ମାଇଲା ଯଦି ଏ ବାପ ପୁଅ 2 ଜଣ ଯାକ କେହି ଧରିପାରିଲେନି, ସେ ସିଧା ପଇଲା ନଈ ପାଣିରେ। କିନ୍ତୁ ଗଧକୁ ବନ୍ଧା ହେଇଯାଇଛି। ତେଣୁ ନା ସିଏ ପହଁରି ପାରିଲା ନା କିଛି କରିପାରିଲା। ଗଧଟି ନଦୀ ଜଳରେ ପଡ଼ି ମରିଗଲା। ଇଏ ବାପ ପୁଅ କାନ ମୁଣ୍ଡା ବସିକି ଘରକୁ ଫେରିଲେ। ଏଥିରୁ ଆମକୁ କ'ଣ ଶିକ୍ଷା ମିଳିଲା? ନିଶ୍ଚିତ ଭାବରେ ଆମେ ଜାଣିପାରିବା ଯେ ନା ସେ ପିଲାମାନଙ୍କୁ ସନ୍ତୁଷ୍ଟ କରିପାରିଲେ, ନା ସେ ଯେଉଁ ଗାଧୁଆ ତୁଠରେ ମାଆ ମାନେ ସବୁ ଗାଧୋଉଥିଲେ ସେମାନଙ୍କୁ ସନ୍ତୁଷ୍ଟ କରିପାରିଲେ, ନା ବୃଦ୍ଧ ବୟସ୍କ ଲୋକଙ୍କୁ ସନ୍ତୁଷ୍ଟ କରିପାରିଲେ, ନା ବୁଦ୍ଧିଜୀବୀମାନଙ୍କୁ ସନ୍ତୁଷ୍ଟ କରିପାରିଲେ। ଏ ସମସ୍ତଙ୍କୁ ସନ୍ତୁଷ୍ଟ କରିବା ଚକ୍କରରେ ପଡ଼ି ତାଙ୍କ ଗଧଟିକୁ ସିଏ ହରାଇଲେ। ତେଣୁ ଅନ୍ୟମାନଙ୍କ କଥାକୁ ନେଇ ଅନ୍ୟମାନଙ୍କର ନିନ୍ଦା ବା ପ୍ରଶଂସା, ନିନ୍ଦା ଶୁଣିକି ବିଚଳିତ ହେବା ଏବଂ ପ୍ରଶଂସା ଶୁଣିକି ଉଲ୍ଲସିତ ହୋଇଯିବା, ଦୁଇଟି ଯାକ ଏକା କଥା। ଆଦେଶ ସୂଚକ ଅନୁରୋଧ ସୂଚକ ବାକ୍ୟ ଯେମିତି ଗୋଟିଏ ପ୍ରକାର। ତେଣୁ ଅନ୍ୟମାନଙ୍କ କଥାରେ ଉଲ୍ଲସିତ ହୋଇଯିବା ବା ବିଚଳିତ ହୋଇଯିବା, ଏହା କଦାପି ବୁଦ୍ଧିଜୀବୀମାନଙ୍କର ବା ଭକ୍ତମାନଙ୍କର ଲକ୍ଷଣ କଦାପି ହୋଇନପାରେ। ତେଣୁ ସମାଜରେ ସମସ୍ତଙ୍କୁ ସନ୍ତୁଷ୍ଟ କରିବା, ଯେମିତି ଗାଁର ଜଣେ ମୁରବୀ ସ୍ଥାନୀୟ ଲୋକ ଅଛନ୍ତି, 2 ଜଣଙ୍କ ମଧ୍ୟରେ ଗଣ୍ଡଗୋଳ ହେଇଛି, ସେ ଫାଇନାଲ୍ ସମାଧାନ କେମିତି କରିବେ? ଯାହାକୁ ତ ହେଲେ ଭୁଲ ଦେବେ ନା ନାହିଁ। ଯାହାକୁ ଭୁଲ ଦେବେ ସେ କଦାପି ସନ୍ତୁଷ୍ଟ ହେବନି, ସେ ନିଶ୍ଚିତ ଭାବରେ ଅସନ୍ତୁଷ୍ଟ ରହିବ। ତେଣୁ ସମସ୍ତଙ୍କୁ ସନ୍ତୁଷ୍ଟ କରିବା ପାଇଁ ଆମର ଯେଉଁ ବ୍ୟକ୍ତିଗତ ବ୍ୟକ୍ତିତ୍ୱ ରହିଛି ବା ନିଜକୁ ଯେଉଁଥିରେ ଆନନ୍ଦ ମିଳିବ ତାକୁ ଆମେ କଦାପି ତ୍ୟାଗ କରିବା ଉଚିତ ନୁହେଁ। ଯାହାକୁ ଯେମିତି ଦେଖାଯିବ ସେ ସେମିତି ଚିନ୍ତା କରିବ ବା ସେ ସେମିତି କଥାଟାକୁ ଗ୍ରହଣ କରିବ। ସେ ତ ଗଧ ଜୀବନ ପାଇଛି, କିନ୍ତୁ ଗଧ ହେଉଛି କ'ଣ? କଠିନ ପରିଶ୍ରମ କରିବ, କିନ୍ତୁ ଅନ୍ୟମାନଙ୍କ ତୁଳନାରେ ତାକୁ ଭଲ ପାଇବା କମ୍ ମିଳିବ, ସେ ସମସ୍ତଙ୍କର ଆଦର ପାଇପାରେ ନାହିଁ। ତେଣୁ ଏଠି ଏ ବାପ ପୁଅ ମଧ୍ୟ ଗଧ ସହିତ ସମାନ ହୋଇଗଲେ। ଆଉ ଗୋଟିଏ ପ୍ରସଙ୍ଗ ହେଉଛି ଈଶ୍ୱରଙ୍କ ନାମ ଗୁଣ କୀର୍ତ୍ତନ କରିବା, ଭଗବାନଙ୍କର ଗୁଣ କୀର୍ତ୍ତନ କରିବା। କେଉଁ ନାମକୁ ଗୁଣ କୀର୍ତ୍ତନ କରିବା? ଭଗବତ ଗୀତା ପ୍ରମାଣ ଦେଉଛନ୍ତି ଆମେ ଯେତେ ଯାହାଙ୍କୁ ପୂଜା କରିବା, ସେବା କରିବା, ଭକ୍ତି କଲେ ମଧ୍ୟ ପ୍ରଣାମକୁ କେହି ନେଇପାରନ୍ତି ନାହିଁ। ହରି ଛଡ଼ା ପ୍ରଣାମକୁ ଆଉ କେହି ନେଇପାରିବେ ନାହିଁ। ଏବଂ ଆମର ମନସ୍କାମନା ପୂର୍ଣ୍ଣ କରିବା କି ଆମର ମନୋଭୀଷ୍ଟ ପୂର୍ଣ୍ଣ କରିବା କି ଆମକୁ ଆଶୀର୍ବାଦ ପ୍ରଦାନ କରିବା, ବର ଦେବା, ଏସବୁ କେହି ଦେଇପାରନ୍ତି ନାହିଁ। ହରିଙ୍କ ବ୍ୟତୀତ ଏସବୁ କେହି ଦେଇପାରନ୍ତିନି। ଆମର ତ ଶାସ୍ତ୍ରରେ ଅଛି କେଉଁ ଠାକୁରଙ୍କୁ ଆମେ ସେବା କଲେ ଆମକୁ ସୌନ୍ଦର୍ଯ୍ୟ ମିଳିବ, କାହାଙ୍କୁ ସେବା କଲେ ଆମକୁ ବିଜୟ ମିଳିବ। ମା ଦୁର୍ଗାଙ୍କୁ ସେବା କଲେ ଯୁଦ୍ଧରେ ଜୟ ହେବାର ବର ପ୍ରଦାନ ମିଳେ। ହନୁମାନଙ୍କୁ ସେବା କଲେ ଯେତେ ପ୍ରକାର ସିଦ୍ଧି ଅଛି ଏବଂ ରାମ ଭକ୍ତି ମିଳିବ। ଭଗବାନ ଶ୍ରୀ ବିଷ୍ଣୁଙ୍କୁ, ବାସୁଦେବଙ୍କୁ ଯଦି ଯିଏ ସେବା କରେ, ମୁକ୍ତିଦାତା ମୁରାରୀ, କେବଳ ସେ ହିଁ ମୁକ୍ତି ଦେଇପାରିବେ। ଭଗବାନ ଶିବଙ୍କୁ ଯିଏ ସେବା କରିବ ସେ ସବୁକିଛି ପାଇପାରିବ। କିନ୍ତୁ ଯେଉଁ ନାମ ଧରିବା ବା ନାମ ନେବା, ପ୍ରଭୁଙ୍କର ନାମ ନେବାକୁ
जो प्राधान्य दि जाइए। जगतगुरु ठाकुर श्री श्री अभिराम परमहंस देव कहले प्रभु आपणकर सबू नाम मते अमृत लगे। संसार में एमती जहाँ भी देखुचे जार भी नाम अच्छी नाम कहले सब हूँ प्रभुंकर। तुम्हें हूँ सर्वनाम। समस्त बदल से ही रहीपर से हूँ सर्वनाम। तांकर सबु नाम अमृत झरुची। भगवान श्रीकृष्ण को माँ डाकती दामोदर दाम उदर। दौड़ी माँ बांधि देते पेटर दौड़ी चिन्ह रहीगला तेणु दामोदर कहला। पुंडरीकाक्ष पुंडरीक अक्ष पुंडरीक कहले पद्म पद्म फूल परी नेत्र जहाँकर से होचंदी प्रभु पुंडरीकाक्ष। पद्मलोचन पद्म नेत्र पद्मकर पद्मचरण सबू प्रभुंकर नाम। अमृत तुल्य अमृत झरी जाउची प्रभुंकर नाम। केशव क कहले जल ब कहले ब्रह्म क कहले ब्रह्मा ब कहले शिव। ये दुई जनकर जीए आराध्य से ही होउछंती केशव। क युक्त ईश युक्त ब केशव। देखा माधव माँ कहले माँ महालक्ष्मी को बुझाए क्या 56 कोटी जीवन को से ही पालन करुच्ची। तेणु जी पालन करती से होचंदी माँ। माँकर धब कहले पति श्री हरि ही केवल हो पारि। तेणु ठाकुर कहले जगतगुरु ठाकुर कहले प्रभु आपणकर जेते नाम अच्छी से नाम तो सबुथ अमृत झरुची कि मत दुईटी नाम केवल दियो। गोटे हूँ राम आ गोटे हूँ कृष्ण। कहीं से दुईटी नाम ही ए संसार रे चल चंचल। यदि पिंडरे आमे ताकू देखिबा तो से दुईटी नाम ही दिन एवं राति। भगवान राम हेले सूर्यवंशी प्रभु कृष्णचंद्र हेले चंद्रवंशी। तेणु चंद्र आउ सूर्य चंद्र घरे जिते प्रभु रहिबे सी हेबे कृष्णचंद्र एवं सूर्य घरे जिते रहिबे सी हेबे भगवान रामचंद्र। तेणु से कहले यही दुईटी नाम को प्रभु मते दियो मु तांकु नहीं कि यही संसार खेल को केमती शीघ्र समापन कर। आउ हरि राम कृष्ण हरि महामंत्र आमर 3टी नाम अच्छी जो हरे बोली कह जाउची। हरे अर्थ तो विभिन्न प्रकार कथा कहते किंतु हरे शब्दर अर्थ कौन? हरिर संस्कृत रे हरिर संबोधन पद होची हरे। तेणु हरि राम कृष्ण राम हेले सूर्यायण भगवान कृष्णचंद्र हेले चंद्रायण एवं हरि हूँ नामर तत्व हूँ कौन? तत्व न जानी भजन भजिबा तो अकारण। तेणु तत्व को जानिकी आमे भजन करवा उचित। रामंक पूर्वर सीता लगुच सीताराम राधा कृष्ण। भगवान शिवंक पूर्वर पार्वती शिव लगुनि शिव पार्वती कहीं ना नामर गोटे तत्व रही। से हरिटी हूँ से शब्द हरि होती एठे शिव को ही बुझाऊँ तत्व पिंडरे कहीं राम का पूर्व लगे कौन सीताराम। तेणु से प्रकृति रहिले राधा कृष्ण ये आग प्रकृति रहिले कि शिव पार्वती प्रथम पुरुष रहिले। तेणु ओलट पालटर ये जो खेल प्रभुंकर गुरु घर पाठ को आ संपूर्ण खोली हेबनी जो गुरु भाई मान थे जानीपारे। तेणु गोटे हूँ जीवन जीविका जिते आमर चलुची सेते
ସୂର୍ଯ୍ୟାୟଣ ଚନ୍ଦ୍ରାୟଣ, ଚନ୍ଦ୍ରାୟଣ ସୂର୍ଯ୍ୟାୟଣ। କିନ୍ତୁ ଯେତେବେଳେ ଯୁଗଳ ସମୟ ଆସିବ ସେତେବେଳେ ଶିବଙ୍କର ନାମ ହେଉଛି ପ୍ରଥମେ ପୁରୁଷ ପରେ ପ୍ରକୃତି, ରାଧାକୃଷ୍ଣ ହେଲେ ପ୍ରଥମେ ପ୍ରକୃତି ତାପରେ ପୁରୁଷ। ତେଣୁ ସମସ୍ତଙ୍କ ଠାରେ ଶ୍ରୀ ଲାଗିବ, ଭଗବାନ ଶିବଙ୍କ ପାଖରେ ଶ୍ରୀ ଲାଗିବନି। ପ୍ରଭୁ ଶିବଙ୍କ ମନ୍ଦିରରେ ମଧ୍ୟ ମା ତାଙ୍କ ପାଖରେ କଦାପି ନଥାନ୍ତି। କାହିଁକି ନା ସେ ହେଉଛନ୍ତି ପୂର୍ଣ୍ଣତମ ପୁରୁଷ, ପୁରାଣ ପୁରୁଷ। ତେଣୁ ନାମ ନେବା କଥା ଉପରେ ଯେଉଁ ଆମର ଗୋଟେ ପ୍ରସଙ୍ଗ ରହିଛି, ନାମକୁ କେମିତି ଆମେ ନେବା, କେଉଁ ନାମକୁ ଧରିବା। ପ୍ରଭୁଙ୍କର ଯେକୌଣସି ନାମକୁ ଧରିଲେ ମଧ୍ୟ ଚଳିବ। ଜପା ସୂତ୍ରରେ ତାଙ୍କର ମହିମା ଜଣେ ଜାଣୁ କି ନ ଜାଣୁ। ଜଣେ ଜାଗ୍ରତରେ ମିଠା ଖାଉଛି, ସେ କ'ଣ ଶୋଇକି ମିଠାଟା ଖାଇଲେ ଆଉ ତାକୁ ପିତା ଲାଗିବ? ସେ ଅଚେତରେ ମିଠାଟା ଖାଉଛି, ତାକୁ କ'ଣ ପିତା ଲାଗିବ? ଜଣେ ଶୋଇକି ବିଷ ଖାଉଛି, ଜଣେ ଜାଗ୍ରତରେ ବିଷଟା ଖାଇବ, ତାକୁ ଆଉ କ'ଣ ସେ ଜାଗ୍ରତରେ ଖାଇଲା ବୋଲି ବିଷଟା ତା'ର ମିଠା ହେଇଯିବ? ଜଣେ ଜାଗ୍ରତରେ ନିଆଁଟା କୁଦି ଦେଉଛି, ନିଆଁ ଖଣ୍ଡଟାକୁ କୁଦିଦେଲା, ଅଙ୍ଗାର ଖଣ୍ଡଟାକୁ, କ'ଣ ଫୋଟକା ହେଇଯାଉନି? ତେଣୁ ପ୍ରଭୁଙ୍କର ମହିମାକୁ ଜାଣୁ କି ନ ଜାଣୁ, ଜାଗ୍ରତ ହେଉ ବା ଅବଚେତନ ହେଉ, ସଚେତନ ହେଉ ବା ଅବଚେତନ ହେଉ, ଯେକୌଣସି ପରିସ୍ଥିତି ହେଉ, ଯେକୌଣସି ସମୟ ହେଉ, ପ୍ରଭୁଙ୍କର ନାମ ଯଦି ସେ ଥରଟେ ମୁଖରେ ଉଚ୍ଚାରଣ କଲା ତାହେଲେ ତାହା ପ୍ରଭୁଙ୍କୁ ହିଁ ପ୍ରାପ୍ତ ହୁଏ। ପ୍ରଭୁଙ୍କର ନାମର ମହିମା ସହସ୍ର ମୁଖରେ ଅନନ୍ତ ମଧ୍ୟ ବର୍ଣ୍ଣନା କରିପାରିଲେ ନାହିଁ। ଖାଲି ଥରେ ପ୍ରଭୁଙ୍କର ନାମକୁ ନେବାକୁ ତାର କେତେ ପୁଣ୍ୟ ହୋଇଯାଏ କେହି କଳ୍ପନା ହିଁ କରିପାରିବେନି। 3 ଜଣଙ୍କର ଉଦାହରଣ ରଖିବା। ପ୍ରଥମ କଥା ହେଉଛି ଅଜାମ୍ବିଳ। ସିଏ ପ୍ରଭୁ ନାରାୟଣଙ୍କ ନାମ ଦେଇଥିଲା, ତା ସାନ ପୁଅକୁ ଦେଇଥିଲା ନାରାୟଣ। ତାକୁ ଯେତେବେଳେ ସେ ତ ଅନେକ ପାପ କରିଛି, ଯେତେବେଳେ ଯମଦୂତମାନେ ଆସିକି ବାନ୍ଧନ୍ତି ତ ସେତେବେଳେ ସେ ତାଙ୍କ ପୁଅକୁ ଡାକିଛି, କିନ୍ତୁ ପ୍ରଭୁଙ୍କୁ ସେ ଚିହ୍ନିନି କି ଜାଣିନି, କିନ୍ତୁ ତା ପୁଅ ନାଁ ଦେଇଛି ନାରାୟଣ। ତେଣୁ ନାରାୟଣ ମୋତେ ରଖ ବୋଲି ଯେତେବେଳେ ଡାକି ଦେଇଛି, ସେତେବେଳେ ଯମଦୂତଙ୍କ ପାଖରେ ଆସିକି ପହଞ୍ଚି ଯାଇଛନ୍ତି ବୈକୁଣ୍ଠପୁରରୁ ଦୂତମାନେ ବୈକୁଣ୍ଠପୁରକୁ ନେବା ପାଇଁ। ତ ସେତେବେଳେ ତାଙ୍କ ଭିତରେ ବଚସା ହେଇଛି। ବଚସା ଭିତରେ ଆମର ବୈକୁଣ୍ଠପୁରର ଦୂତମାନେ ସବୁ କହିଲେ ଯେ ସେ ପ୍ରଭୁଙ୍କ ନାମ ନେଇଛି, ପ୍ରଭୁଙ୍କୁ ସେ ଡାକିଛି ଶେଷ ସମୟରେ। ନା ସେ ତ ତା ପୁଅକୁ ଡାକୁଥିଲା, ନା ତା ପୁଅକୁ ଡାକୁଥିଲେ କ'ଣ ହେବ? ନାରାୟଣ ନାମଟି ଥିଲା, ତାର ସଙ୍ଗେ ସତ୍ୟ ମିଶିଲା, ସତ୍ୟ ନାରାୟଣ ନାମ ହୋଇବାରୁ। ତେଣୁ ସକାର ଶକତି ଅଟଇ ତକାର ତମ ଗୁଣ ନାହିଁ, ନାକାର ମହାଶୂନ୍ୟ ସେହି, ୟକାର ସଂସାର ତୁ ଏକ, ଣାକାର ଧ୍ୟାତ୍ମିକ ଅଲେଖ, ସର୍ବ ମିଶିଣ ପୂର୍ଣ୍ଣ ବ୍ରହ୍ମ ତୁ ନାଥ ସତ୍ୟ ନାରାୟଣ। ତେଣୁ ପ୍ରଭୁ ନାରାୟଣଙ୍କ ନାମ ସେ ନେଇଛି ମାନେ ତମେ ଚୁପ୍ କିନି ଏ ସ୍ଥାନରୁ ପଳା। ତେଣୁ ଯମଦୂତମାନେ ନିରାଶ ହୋଇ ଫେରି ଯାଇଥିଲେ। ପ୍ରଭୁଙ୍କର ନାମର ମହିମା କିଏ ବର୍ଣ୍ଣନା କରିପାରିବ? ସମୁଦ୍ରରେ କେତେ ଲୁଣ ଅଛି କିଏ ବର୍ଣ୍ଣନା କରିପାରିବ? କିଏ ତାକୁ କଳନା କରିପାରିବ? କିନ୍ତୁ ଆମେ ଏତିକି କହିପାରିବା ଯେ 1 କିଲୋଗ୍ରାମ ଜଳରେ କେତେ ଲୁଣ ଅଛି, ଏହି କଥା କହିପାରିବା। ଏତିକି ହେଉଛି ଆମର ସାମର୍ଥ୍ୟ ଅଛି। କିନ୍ତୁ ସମୁଦ୍ରରେ କେତେ ଲୁଣ ଅଛି ତାହା ଆମେ କହିପାରିବା ନାହିଁ। ତେଣୁ ପ୍ରଭୁଙ୍କ ନାମ ଧରିଲେ, ନାମକୁ ଧରି କିଏ କେଉଁପରି
ଭାବରେ ଉଦ୍ଧାର ପାଇଛନ୍ତି ବା କିଏ କ'ଣ ଲାଭ ପାଇଛି ଆମେ ସେ କଥା କହିପାରିବା। କିନ୍ତୁ ପ୍ରଭୁଙ୍କ ନାମ ଧରିଲେ ନେଲେ କେତେ ପୁଣ୍ୟ ହେବ, କେତେ କ'ଣ ହେବ, ତା'ର ସୁପରିଣାମଟା କ'ଣ ଆମେ କହିପାରିବା। ଆମେ ଅସମର୍ଥ। କାହିଁକି ନା ଆମର ଶକ୍ତି ହେଉଛି ସୀମିତ, ପ୍ରଭୁ ହେଉଛନ୍ତି ଅସୀମିତ। ଅସୀମିତ ମାନେ ଗୋଟେ ନାମ ଆଗରେ ଖାଲି ଡଟ୍ 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 ଡଟ୍, ଅସୀମ ସେଠି ସସୀମ ସେଠି, ଅସୀମ। ଯେମିତି ସରଳ ରେଖା ଉଭୟ ପଟେ ଗତି କରିପାରିବ ଏବଂ କେତେ ଗତି କରିପାରିବ କେହି କହିପାରିବେ। ଆମେ ହେଉଛି ରେଖାଖଣ୍ଡ। କାହିଁକି ରେଖାଖଣ୍ଡର ଦୁଇଟା ପ୍ରାନ୍ତ ଅଛି, ଗୋଟେ ଆରମ୍ଭ ଗୋଟେ ଶେଷ। ଆମେ ହେଉଛି ସେଇ ରେଖାଖଣ୍ଡ। ଆମର ଗୋଟେ ଜନ୍ମ ଅଛି, ଗୋଟେ ମୃତ୍ୟୁ ଅଛି। କିନ୍ତୁ ପ୍ରଭୁ ହେଉଛନ୍ତି ସରଳ ରେଖା, ଅସୀମ, ଉଭୟ ପାର୍ଶ୍ୱକୁ, ଅତୀତକୁ ଭବିଷ୍ୟତକୁ। ନା ଅତୀତକୁ ଆମେ ତାଙ୍କର ଆରମ୍ଭ ବିନ୍ଦୁ ପାଇପାରିବା, ନା ଭବିଷ୍ୟତରେ ତାଙ୍କର ଶେଷ ବିନ୍ଦୁ ଆମେ ପାଇପାରିବା। ତେଣୁ ପ୍ରଭୁଙ୍କ ନାମ ନେବା। ଆଉ ଗୋଟିଏ ପ୍ରସଙ୍ଗ, ଇଏ ତ ଗଲା ଅଜାମ୍ବିଳ ପାପି କଥା। ଦ୍ୱିତୀୟରେ ଆସିଲା ଆମର ଗଜରାଜ। ଗଜରାଜ ଡାକିଥିଲା ଘୋର ଜଳେ ଥାଇଣ, ସେ ଡାକିଲା। ତା'ର ପୂର୍ବଜନ୍ମ କଥା ରହିଛି ଗୋଟିଏ ପ୍ରସଙ୍ଗ। କିନ୍ତୁ ସେଇ ଜନ୍ମରେ ସେ ହାତୀମାନଙ୍କ ସବୁ କ'ଣ କରନ୍ତି, ଘର ଦ୍ୱାର ସବୁ ଭାଙ୍ଗନ୍ତି, ମୁନି ଋଷିମାନଙ୍କର ଆଶ୍ରମରେ ବୁଲନ୍ତି। ତେଣୁ ସେ ବୁଲିବା ଭିତରେ ମୁନି ଋଷିମାନେ ସବୁ ନାରାୟଣ ନାରାୟଣ ଜପନ୍ତି। ତେଣୁ ଇଏ ଶୁଣିଥିଲା ବିପଦ ସମୟରେ ନାରାୟଣଙ୍କୁ ଡାକିବା ପାଇଁ। ହାତୀ ବହୁତ ଚାଲାକ, ସବୁ କଥା ସେ ମନେ ରଖିପାରିବ। କାହିଁକି ନା ତା'ର ମୁଣ୍ଡ ବଡ଼। ଯାହାର ମୁଣ୍ଡ ବଡ଼ ତା ମସ୍ତିଷ୍କ ବଡ଼, ଯାହାର ମସ୍ତିଷ୍କ ବଡ଼ ତା'ର ସେରେବ୍ରମ୍ ବଡ଼। ତେଣୁ ସେ ଅଧିକ ବୁଦ୍ଧିମାନ ଚତୁର ହୋଇଥାନ୍ତି ବଡ଼ ମୁଣ୍ଡ ହୋଇଥିବା ଲୋକମାନେ। ଆଉ ଛୋଟ ମୁଣ୍ଡ ହୋଇଥିବା ଲୋକମାନେ ଭାଇ କେହି ରାଗିବନି। ପ୍ରକୃତରେ ବିଜ୍ଞାନ ମଧ୍ୟ ଏହା ସମ୍ମତ। ତେଣୁ ଗଜରାଜ ଶୁଣିକି ମନେ ରଖିଦେଇଛି। ଠିକ୍ ଯେତେବେଳେ କୁମ୍ଭୀର ତାକୁ ଧରିଛି ତା'ର ମନେ ପଡ଼ିଯାଇଛି। ତେଣୁ ସେ ପ୍ରଭୁଙ୍କୁ ଡାକିଛି। ତା'ର ଡାକିବା ଶୈଳୀଟା ମଧ୍ୟ ଅଲଗା। ସେ କେମିତି ଡାକିଲା ଯେ ପ୍ରଭୁ ଶୁଣିଲେ। ସେ ଗୁରୁଙ୍କ ସୂତ୍ର ହେଉଛି ଅଲଗା। କିନ୍ତୁ ପ୍ରକୃତରେ ଗଜରାଜ ଡାକିବା ମାତ୍ରେ ପ୍ରଭୁ ଆସିଛନ୍ତି। ସେ କିନ୍ତୁ ଜାଣିନି ନାରାୟଣ କିଏ ଜଣେ ନାରାୟଣ ବୋଲି ଅଛନ୍ତି ସେ ଜାଣିନି। ମୁନି ଋଷିମାନେ ଡାକନ୍ତି ବୋଲି ସେ ଡାକିଲା, କିନ୍ତୁ ପ୍ରଭୁ ଆସିଲେ ନା ନାହିଁ। ତୃତୀୟରେ ହେଲେ ପ୍ରଭୁଙ୍କର ଶ୍ରେଷ୍ଠ ଭକ୍ତମାନଙ୍କ ମଧ୍ୟରୁ ଅନ୍ୟତମ ନାରଦ ମହାରାଜ। ସେ ମଧ୍ୟ ତାଙ୍କ ପୂର୍ବଜନ୍ମରେ ସେ କେବଳ ମୁନି ଋଷିମାନଙ୍କୁ ଜଳ ଯୋଗାଉଥିଲେ। ସେ ମୁନି ଋଷିମାନଙ୍କ ଠାରୁ ଶୁଣିଥିଲେ। ନାରଦ, ନାର ଅର୍ଥ ଜଳ, ନାରାୟଣ, ନାର ଯୁକ୍ତ ଇୟଣ, ନାର ଅର୍ଥ ଜଳ। ଜଳରେ ଯିଏ ଗତି କରନ୍ତି ବା ଜଳରେ ଯିଏ ସଦାବେଳେ ବାସ କରନ୍ତି ସେ ହେଉଛନ୍ତି ନାରାୟଣ। ତେଣୁ କ୍ଷୀର ସମୁଦ୍ରରେ ପ୍ରଭୁ ଶୟନ କରିଛନ୍ତି। ଏବଂ ଆମମାନଙ୍କ ଶରୀରରେ ସବୁବେଳେ ସମସ୍ତେ କାହିଁକି କହୁଛନ୍ତି ଯେ ନାରାୟଣ, ସକଳ ଦେହ ନାରାୟଣ? ନା ଆମେ ମଧ୍ୟ ମାତୃଗର୍ଭରେ ଥିଲାବେଳେ ଜଳରେ ହିଁ ରହିଛେ। ଜଳରୁ ଜୀବନ ସୃଷ୍ଟି। ଆମେ ମଧ୍ୟ ମାତୃଗର୍ଭରେ ପ୍ରଥମ ମାସେ ତୁ ହେଲୁ କ'ଣ ଧବଳ ବର୍ଣ୍ଣ, ମାନେ ପାଣିରେ ଖାଲି ଭାସିଲା, ଆମେ ସେଇଆ। ତେଣୁ କହନ୍ତି ସକଳ ଘଟେ ନାରାୟଣ। ନାର ଯୁକ୍ତ ଇୟଣ, ନାର ଦ ଅର୍ଥ ଦିଏ। ତେଣୁ ଯିଏ ଜଳ ଦିଏ ସେ ନାରଦ। ତେଣୁ ମୁନି ଋଷିମାନଙ୍କୁ ସେ ଖାଲି ପାଣି ଯୋଗାଉଥିଲେ ବୋଲି ତାଙ୍କ ନାଁ ପୂର୍ବରୁ ରହିଛି ନାରଦ। ପରେ ସେ ଭଗବାନ ବ୍ରହ୍ମାଙ୍କର ମାନସ ପୁତ୍ର ରୂପରେ ଜନ୍ମ ନେଲେ। ତାଙ୍କ ସତ୍ତାଟା ଆସିକି ବ୍ରହ୍ମାଙ୍କ ମାନସରୁ ଜନ୍ମ ନେଲେ। ତେଣୁ ପ୍ରଭୁଙ୍କର ଯେଉଁ ନାମ ଅମୃତମୟ ନାମ, ସବୁ ନାମ ଜାଣୁ କି ନ ଜାଣୁ ଭକ୍ତ
विभिन्न परिस्थिति प्रभु डाकी थाए। भक्त चारि प्रकार बोली ठाकुर कहते। आरती अर्थार्थी जिज्ञासु ज्ञानी। आरती जे विपद पड़ कि डाके प्रभु ताको विपद उद्धार करती। तापर प्रभु सियाड़े ये इे ये तार कर्म पुणी लगे पुणी जो विपद पड़ो से पुणी प्रभु डाक से आरती अर्थार्थी। सुदामा उपाख्यान को नि जाऊँगी कि सुदामा से कैटागोरी भक्त नुहति। से ब्रह्मज्ञानी थे। से प्रभु जानी जे मानव शरीर मो सांग हेले भी से प्रभु लीला खेल से भाग नहीं। किंतु सुदामा प्रसंग को नि जाऊँगी से किसी अर्थ आशार प्रभु पाखक जाइए बोली। तेणु विपद समय कर्म जंजाल सब अभाव अनाटन लगी रही है। तो जे भी प्रभु को किसी अर्थ आशा करिछि बा किसी असुविधा पड़ी अर्थ कष्ट पड़ी प्रभु को धरिले बा प्रभु को डाकिले से किसी गोटे उपाय करी तार दुख दूर हो जाए। तेणु कथाटा हूँ प्रभु कौटू आणिक देवे यहाँ गोटे अलग प्रसंग। प्रभु कौटू आणिक दियंती तो 56 कोटी जीव को 52 कोटी भंडार समस्त को बांटी दि जाइए। प्रभु आणवे आ कौटू अधिक जे जन को धनी करदेवे। जदि क्या देवे जहाँठू आणिले पुणी जनकठू आणिकी पुणी या देवे आडजस्ट करेंगे। ना प्रभु देवे कौटू आणिकी। तेणु कहार धन संपत्ति काहाठू आनी सुदामा को देले। तेणु देवार का शक्ति कहार नहीं। आपण जदि भावुथे जे मु क्या देदेली मु क्या आइली भारी से कथा नुहे। तेणु हऊ से कथा पर आलोचना करिया। बर्तमान सुदामा होउछंती कौन तांकू अर्थार्थी बोली निया जाइछि। मुनि ऋषि माने तांकू ए कैटेगरी रखिछंती। किंतु तांकू जदि आलोचना करिया से तांकर प्रवेश होउछि बहुत गभीरतम प्रदेश को भक्तिर ज्ञानर। जिज्ञासु उद्धवଙ୍କ परि भक्त जे प्रभु को खोजे कौटी प्रभु रहिले केमिति रहिले तांको लीला खेला केमिति। भगवान बोली जो शब्द बा भगवान बोली जी जन अच्छी से तो कौन सी व्यक्ति नुहति जे तांको जाई कोठे खोजिकी पाइजिवो कि कौन करिवो। तेणु खोजाटा हूँ गोटे ज्ञान। ईश्वर को जी खोजिला से पाऊ कि न पाऊ कि हूँ गोटे ज्ञान। से ज्ञान उद्रेक हेले जड़े प्रभु को खोज। जो भाई मैंने चिंता कर मु प्रभु को भल मु जगन्नाथ को भल पाऊँ मु नारायण को भल पाऊँ मु गणेश को भल पाऊँ बा मो निज कथा कहूँ मु जगन्नाथ को भल पाऊँ। यहाँ मोर किसी महानता नहीं। प्रभु अहेतुकी कृपा करी माने बिना स्वार्थ रे बिना कारण रे प्रभुंकर कृपा करिया गोटे गुण रही। तेणु से जो तांको कृपाटा करेंगे आम विषय जानापी इच्छा हे तांको विषय शुणापी इच्छा हे तांको भाविबा इच्छा हे तांको पूजा करने को इच्छा हे। सी जो कृपा करेंगे सी जदि प्रथम अनुरागदाता होचुंदी निजे प्रभु। तेणु जदि से आमको अनुराग नदेवे तांको प्रति श्रद्धा भाव सृष्टि न करेंगे एमती कोटिए वर्ष पर्यंत आम गृह जंजाल लगी रही। ये शास्त्र सारांश। तेणु भगवत गीतार कौन कहे किम अनन्य शास्त्र विस्तर
ତେଣୁ ବହୁତ ଗୁଡ଼ିଏ ଶାସ୍ତ୍ର ବିସ୍ତାର କରିବା, ଶାସ୍ତ୍ରକୁ ଆଲୋଚନା କରିବାର କିଛି ନାହିଁ, ତା'ର ସାରାଂଶଟାକୁ ଆମେ ଜାଣିବା। ତେଣୁ ଆର୍ତି ଅର୍ଥାତ୍ ଜିଜ୍ଞାସୁ ଜ୍ଞାନୀ। ଉଦ୍ଧବ ହେଉଛନ୍ତି ଜିଜ୍ଞାସୁ ଏବଂ ଜ୍ଞାନୀ ଭକ୍ତ ହିସାବରେ ଭରତଙ୍କୁ ନିଆଯାଇଛି। ଯେଉଁ ଜଡ଼ ଭରତ ରାଜା ଥିଲେ, ସେ ପୁଣି ଜଡ଼ ଭରତ ହେଇକି ଜନ୍ମ ହେଲେ, ତାଙ୍କୁ ନିଆଯାଇଛି। କିନ୍ତୁ ଠାକୁର କହିଲେ ଆର୍ତି ଅର୍ଥାତ୍ ଜିଜ୍ଞାସୁ ଜ୍ଞାନୀ, ଏ 4 ପ୍ରକାରରୁ କର ହାନି। ତେଣୁ ଏ 4 ପ୍ରକାର ଭକ୍ତ ପ୍ରଭୁ ମୁଁ ହେବି ନାହିଁ। ପୁଣି ସବୁଗୁଡ଼ାକ ହେବି, ଆର୍ତି ହେବି, ଅର୍ଥାତ୍ ହେବି, ଜିଜ୍ଞାସୁ ହେବି, ଜ୍ଞାନୀ ହେବି, କିନ୍ତୁ ସେଥିରେ ମୋର କିଛି ଆସକ୍ତି ରହିବ ନାହିଁ। ଯଦି ସେଥିରେ ଆସକ୍ତି ନ ରହିଲା ତାହେଲେ 4ଟା ଯାକ ଭିତରୁ ମୁଁ କିଛି ନୁହଁ। ଆପଣ ପ୍ରବଳ ଖାଦ୍ୟ ଖାଇବେ, ବିଭିନ୍ନ ପ୍ରକାରର ଖାଦ୍ୟ ଖାଇବେ, ଯଦି ଆସକ୍ତି ନାହିଁ, କେବଳ ନିଜର ପେଟ ପୁରିବା ପର୍ଯ୍ୟନ୍ତ ଜୀବନ ଧାରଣ ପାଇଁ କେବଳ ଖାଉଛନ୍ତି, ତାହେଲେ ସବୁଯାକ ଆପଣ ଖାଇଲେ ମଧ୍ୟ ଆପଣ କିଛି ଖାଇଲେ ନାହିଁ। ପୁଣି ଆଉ କେବେ ଆଲୋଚନା କରିବା। ଆଜିର ପ୍ରସଙ୍ଗ ରଖୁଛି। ଜୟ ଜଗନ୍ନାଥ।